ସାହିରେ ବାହାଇଛି 10ଟା ଘର ଛାଡିକି ଗୋଟେ ସାହିରେ ବନ୍ଧୁଗଣ ଆପଣ କେମିତି ଜାଣିଲେ ମା ଚାଲାକି ଅଛୁ ବନ୍ଧୁଗଣ ନମସ୍କାର ମୁଁ ମୋ ଗାଁ ମୋ ମାଟି ସିଦ୍ଧେଶ୍ୱରରୁ ଆପଣ ମାନଙ୍କୁ ସ୍ୱାଗତ କରୁଛି ଆଜି ମୋ ଗାଁ ମୋ ମାଟି ପାଇଁ ମଧ୍ୟ ଦୁଃଖର ଦିନ ଯେହେତୁ ମୋ ଗାଁ ମୋ ମାଟିର ଶ୍ରୀ ମନୋରଞ୍ଜନ ଲେଙ୍କାଙ୍କର ଏକମାତ୍ର ଝିଅ ବିଦ୍ୟା ଆଜି ଗାଁ ଛାଡି ଚାଲିଯିବେ ଆଜି ମ୍ୟାରେଜ କରୁଛନ୍ତି ସେ ଯୋଉ ମ୍ୟାରେଜ କରୁଛନ୍ତି ବନ୍ଧୁଗଣ ତାହାକୁ ସେଥିପାଇଁ ସେ ଦୁଇ ପଞ୍ଚାୟତ ପାଇଁ ଆମେ ମାନେ ବଡ ଗର୍ବିତ ଯେ ଦୁଇ ବନ୍ଧୁ ଦେଶ ସେବା କରୁଛନ୍ତି ଦେଶ ସେବା ନେଭାଲରେ ଅଛନ୍ତି ନେଭି ମିଲିଟାରୀରେ ଅଛନ୍ତି ସେଥିପାଇଁ ଆମେ ମଧ୍ୟ ବହୁତ ଗର୍ବିତ ଯାହା ମୋ ଝିଅ ଆଜି ଜାହାଜରେ ଉଡାଜାହାଜରେ ଆମର ଝିଅ ବୁଲିବେ ଦେଶ ବିଦେଶ ଦେଖିବେ ସେଥିପାଇଁ ଖୁସି ଲାଗୁଛି ଏପଟେ କନ୍ୟା ଦାନ କରୁଛୁ ବୋଲି ଖୁସି ଲାଗୁଛି କିନ୍ତୁ ଯୋଉ ଝିଅଟି ପିଲାଦିନୁ ଏଇ ମାଟିରେ ପଢିଥିଲେ ସେ ଯୋଉ ଆଜି ଛାଡିକି ପଳଉଛନ୍ତି ସେଥିପାଇଁ ଦୁଃଖ ଲାଗୁଛି ହଉ ବନ୍ଧୁଗଣ ଝିଅ ଜନ୍ମ ତ ପର ଘରକୁ ସମସ୍ତେ ତ ଝିଅ ବାହା କରୁଛେ ଏଣୁ ସୁଖ ଓ ଦୁଃଖକୁ ଦୁହିଁକୁ ସାଥୀ କରିକିରି ଜୀବନକୁ ଚଲେଇବାକୁ ପଡିବ ଆଉ ଭୋଜିର ମଧ୍ୟ ଆୟୋଜନ ହେଇଛି ଆଉ ଆପଣଙ୍କୁ ଭୋଜିର ଟିକେ ଦେଖଉଛି ଝଲକ ବନ୍ଧୁଗଣ ଆମକୁ ଆମନ୍ତ୍ରଣ କରିଛନ୍ତି ଆମର ମନୋରଞ୍ଜନ ଲେଙ୍କା ସିଦ୍ଧେଶ୍ୱର ଗ୍ରାମର ପାୟସ ଅତି ସୁନ୍ଦର ପାଖରେ ସାଲାଇଟ କରିଛନ୍ତି ଭାଇମାନେ ମଧ୍ୟ ସବୁ ପରସିବା ପାଇଁ ରେଡି ହେଇକି ଠିଆ ହେଇଛନ୍ତି ବନ୍ଧୁଗଣ ଏ ଗାଁ ହଉଛି ଏକଜୁଟ ଗାଁ ସବୁ ହସ ଖୁସିରେ ଚଳନ୍ତି ଗାଁରେ ଭାଇଚାରା ଅଛି ସମସ୍ତଙ୍କ ଭିତରେ ଦୁଃଖ ସୁଖରେ ସାଥୀ ହୁଅନ୍ତି ଆଉ ଭାଇ ଆପଣ ପରିଚୟ ମୋ ନାଁ ଆର ପବିତ୍ର ରେଡ୍ଡି ଏ ଗାଁର ସିଦ୍ଧେଶ୍ୱର ହଉ ଧନ୍ୟବାଦ ଦେଖନ୍ତୁ ଭାଇମାନେ କେମିତି ଆମର ମନୁ ଭାଇ କି ସାହାଯ୍ୟ କରୁଛନ୍ତି ସବୁ ବନ୍ଧୁଗଣ ଆହୁରି ଜଣକୁ ଦେଖଉଛି ଆମର ସିଦ୍ଧେଶ୍ୱର ଗ୍ରାମ ପଞ୍ଚାୟତର ସେବକ ସବୁଠୁ ବଡ ସେବକ ସାର୍ ନମସ୍କାର ସାର୍ ଆଉ ସାର୍କୁ ଦେଖି ବନ୍ଧୁଗଣ ଜାଣିପାରୁଥିବେ ଆଜ୍ଞା ଗ୍ରାମର ଆମର ସରପଞ୍ଚ ପ୍ରଧାନ ସାର୍ ହଁ ସାର୍ ବିଜୟ କୁମାର ପ୍ରଧାନ ବିଜୟ ପ୍ରଧାନ ସାରେ ମୁଁ ଶୁଣିଛି ବନ୍ଧୁଗଣ ପ୍ରଧାନ ସାରେ ଦୁଃଖ ସୁଖରେ ବହୁତ ସାହାଯ୍ୟ କରନ୍ତି ଆଉ ସାର୍ ମଧ୍ୟ ଉପସ୍ଥିତ ହେଇଛନ୍ତି ଆଉ ମ୍ୟାଡାମ ଆଇନାହାନ୍ତି କାହିଁକି ସାର୍ ମ୍ୟାଡାମ ଟିକେ ଅସୁବିଧା ଅଛି ତ ତାଙ୍କର ଆସିନାହାନ୍ତି ନାହାନ୍ତି ଘରେ ନାହାନ୍ତି ଆପଣ ଆମ ମାନଙ୍କୁ ସାହାଯ୍ୟ କରିଥାନ୍ତୁ ଯେହେତୁ ସାରେ ଆଉ ଯୋଉ ଆଦିଗନ୍ଦପୁର ଗ୍ରାମଟାକୁ ଆପଣ ନେଇ ସିଦ୍ଧେଶ୍ୱର ଗ୍ରାମରେ ଆଉ ଆମେ ଟିକେ ହଇରାଣ ମିଠାପୁର ଗ୍ରାମକୁ ଆମକୁ ପଚାରିବା ଲୋକ ଟିକେ କମ ହେଇଯାଉଛନ୍ତି ଏଣୁ ଯେହେତୁ ସୀମାକୁ ଲାଗିଛି ଆପଣଙ୍କ ପଞ୍ଚାୟତ ଆଦିଗନ୍ଦପୁର ଆମର ସେଥିରେ ଟିକେ ଆପଣ ଏତିକି ସାହାଯ୍ୟ କରିଥାନ୍ତୁ ମୋ ତରଫରୁ ଆପଣଙ୍କୁ ଅନୁରୋଧ ଏଭଳିଆ ଲାଇଟ୍ ଫାଇଟ୍ ଟିକେ ଆମର ଟିଟୁ ଗଡକୁ ଆଉ ଟିକେ ବିଦେଶୀ ଗୋଡ ବିଦେଶୀ ଅଛି ଆଜ୍ଞା ମୋର ଦୁଇ ସାଙ୍ଗ ଦିଟା ମୋର ଭାଇ ସଙ୍ଗେ ସମାନ ଆଉ ତାଙ୍କୁ ଟିକେ ସହଯୋଗ କଲେ ଆମ ଗାଁ ଠିକ ଅଛି ସହଯୋଗ କରିବ ହଉ ତାଙ୍କୁ ସାଥେ ଧନ୍ୟବାଦ ମୁଁ କନ୍ୟାଙ୍କ ପିତାଙ୍କ ସାଙ୍ଗରେ ଟିକେ କଥା ହେବି ଯେହେତୁ ତାଙ୍କର ଗୋଟିଏ ବୋଲି ଝିଅ ବିଦ୍ୟା ସିଏ ଆଜି ପରଘରକୁ ଚାଲି ଯାଉଛନ୍ତି ବନ୍ଧୁଗଣ ମୁଁ ମଧ୍ୟ ଝିଅ ବିବାହ କରିଛି ବିବାହ ସମୟରେ କୋଉ ପ୍ରକାର ଲାଗେ ଯେ କନ୍ୟା ଦାନ କରିଛି ସିଏ ଜାଣିବ ବର୍ତ୍ତମାନ ବିପଦ କନ୍ୟାଙ୍କ ପିତା ବାପାଙ୍କ ସାଙ୍ଗରେ କଥା ହଉଛୁ ସାର୍ ନମସ୍କାର ମୁଁ ତ ଜାଣିଛି ଆପଣ କନ୍ୟାଙ୍କ ବାପା ଆଉ ମୁଁ ମଧ୍ୟ ଝିଅ ବିବାହ କରିଛି ଆଉ ଆପଣ ପରିଚୟ ଟିକେ ଦେଇଦିଅନ୍ତୁ ମୁଁ ମନୋରଞ୍ଜନ ଲେଙ୍କା ଗ୍ରାମ ଆମର ସିଦ୍ଧେଶ୍ୱର ମୋର ଏକମାତ୍ର ଝିଅ ବିଦ୍ୟା ଦାୟିନୀ ତାର ଆଜି ବାହାଘର ଆଚ୍ଛା ଆଚ୍ଛା ଆଉ କୋଉ ପ୍ରକାର ଫିଲ୍ କରୁଛନ୍ତି ମାନେ ଖୁସି ଲାଗୁଛି ନା ଦୁଃଖ ଲାଗୁଛି କଣ ଲାଗୁଛି ଆପଣ ଦୁଃଖ ଭିତରେ ଖୁସି ଅଛି ଦୁଃଖ ଭିତରେ ଖୁସି ଅଛି ବନ୍ଧୁଗଣ ଯୋଉ କହିଲେ ମୋର ସାନ ଭାଇ ଯୋଉ କହିଲେ ମନୋରଞ୍ଜନ ଲେଖା ଦୁଃଖ ଭିତରେ ଖୁସି ଅଛି ବନ୍ଧୁଗଣ କନ୍ୟା ଦାନ କରୁଛେ ପରଘରୁ ଦଉଛେ ଆଉ ଆମ ଝିଅ ସେ ଘରେ କେମିତି ରହିବ କଣ ହବ ପିଲାଦିନୁ ବଢିଥିଲା ଝିଅଟି ଛାଡିକିରି ପଳଉଛି ଏଇଟା ଗୋଟେ ଭୟ ଦୁଃଖ ଲାଗୁଛି ଖୁସି ଲାଗୁଛି ଯେହେତୁ କନ୍ୟାର ଦାନ କରୁଛୁ ବନ୍ଧୁଗଣ ଛୋଟ କାଠର ଆମର ଯୋଉ ପୁଅ ନାହିଁ ଦେଶ ସେବାରେ ନିୟୋଜିତ ହେଇଛନ୍ତି ବନ୍ଧୁଗଣ ନେଭିରେ ନେଭାଲରେ ସେ କାମ କରୁଛନ୍ତି ବନ୍ଧୁଗଣ କନ୍ୟା ଘରକୁ ଯାଉଛି ଦେଖନ୍ତୁ ଆମର ନେଭି ଦେଶ ସେବାରେ ଆମ ଜ୍ୱାଇଁ ପୁଅ ଲାଗିଛନ୍ତି ବନ୍ଧୁଗଣ ଦେଖନ୍ତୁ
କେମିତି ଟୋକା ଅଛି। ଆମର ଝିଅ ମଧ୍ୟ କମ ନାହିଁ ବନ୍ଧୁଗଣ। ଦେଖନ୍ତୁ ଆମ ଝିଅକୁ ମିସ୍ ବିଦ୍ୟାଙ୍କୁ ଦେଖନ୍ତୁ, ଆଉ ଯୋଡି ପୁରା ନମ୍ବର 1 ଅଛି ବନ୍ଧୁଗଣ। ଆଉ ଘର ଭିତରୁ ଯାଉଛି, ମୋର ମିସେସ୍ ମଧ୍ୟ ତରବର ହେଲେଣି ଆମର ଝିଅକୁ ଦେଖିବା ପାଇଁ। ଦେଖନ୍ତୁ ବନ୍ଧୁଗଣ, ଚାଲନ୍ତୁ। ଏଇ ଆମର ଝିଅ ବିଦ୍ୟା। ଆଉ କେତେ ଦିନ ପରେ ଏବେ ବର୍ତ୍ତମାନ ଅଛନ୍ତି ବନ୍ଧୁଗଣ ମିସ୍ ବିଦ୍ୟା। ଆଉ ମାତ୍ର 3-4 ଦିନ ପରେ ବନ୍ଧୁଗଣ ହେଇଯିବେ ମିଷ୍ଟେସ୍ ବିଦ୍ୟା। ହଉ ବାପା ପାଖରେ ଅଛନ୍ତି, ମଦର ଅଛନ୍ତି ବନ୍ଧୁଗଣ। ଆଉ ବନ୍ଧୁଗଣ ମୋ ଝିଅକୁ କନ୍ଦାକୁ ଚାହୁଁନି, କାହିଁକି ମୁଁ ତ ଭିଡିଓ ଯାହା କରୁଛି ସେଟା ଟିକେ କାନ୍ଦି ପକାନ୍ତି, ସେଥିପାଇଁ ହସେଇଲି। ବଢିଆ ଦୁଇଟି ପାଇଗଲୁ ବନ୍ଧୁଗଣ, ପାଖରେ ପାଇଛୁ ବନ୍ଧୁଗଣ, ମାତ୍ର 1.5 କିଲୋମିଟର ଦୂର ବନ୍ଧୁଗଣ। କାହାକୁ କହିବେନି, ଆମେ ମାତ୍ର 1.5 କିଲୋମିଟର ଦୂରରେ ଦଉଛୁ ଆମ ଝିଅକୁ। ଆଉ ସେଥିପାଇଁ ଆମ ଝିଅ ଖୁସି ଅଛ ନା କଣ? ବନ୍ଧୁଗଣ ଦେଖନ୍ତୁ ବନ୍ଧୁଗଣ, ଆଉ ଘରେ ବନ୍ଧୁ କୁଟୁମ୍ବ ଫେରିଯାଇଛନ୍ତି। ଝିଅ ତମକୁ କଣ ପଚାରିଲେ କିଛି ଦୁଃଖ କରିବନି ହେଲା। ମାମି ଆସିଲେ ବନ୍ଧୁଗଣ, ମାମି କି ପଚାରିବା। ଆଉ ବାପାଙ୍କୁ ତ ପଚାରିଥିଲି, ଆଉ ସିଏ ସବୁ କିଛି କହିଲେ। ଦୁଃଖ ଲାଗୁଛି, ଏପଟେ ଖୁସି ଲାଗୁଛି। ଆଉ ମ୍ୟାଡାମ, ଆଉ ଗୋଟିଏ ବୋଲି କନ୍ୟା ଦାନ ଝିଅ ଜନ୍ମ ପର ଘରକୁ, ଆପଣ ମଧ୍ୟ ପର ଘରୁ ଆଇଛନ୍ତି, ଅତ୍ୟଧିକ ଦୁଃଖ କରିବେ ନାହିଁ। ଆଉ କୋଉ ପ୍ରକାର ଲାଗୁଛି ଆପଣଙ୍କୁ ଝିଅର କନ୍ୟା ଦାନ? ବହୁତ ଖୁସି ଲାଗୁଛି ନା? ପାଖରେ ଗୋଟେ ସୁନ୍ଦରିଆ ଟୋକାଟେ ପାଇଗଲେ ତ ସେଥିପାଇଁ ଖୁସି ଅଛନ୍ତି। ବନ୍ଧୁଗଣ ବହୁତ ଧନ୍ୟବାଦ। ସରକାରୀ ଚାକିରି, ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଚାକିରି ବନ୍ଧୁଗଣ ଆମର ଝିଅଙ୍କର। ଆମ ଝିଅ ଦେଶ ବିଦେଶ କେତେ କୁଆଡେ ବୁଲିବେ, ସେଥିପାଇଁ ଆମେ ମାନେ ସବୁ ଖୁସି। ହଉ ଆପଣଙ୍କ ପରିଚୟ ମ୍ୟାଡାମ? ମୁଁ ବସେଇ ମା ଜେଜେମା ହଉ ହେଲା ଜେଜେମା, ମାନେ ଆପଣଙ୍କ ମଦରଙ୍କର ମାଉସୀ। ବାପରେ, ଆଚ୍ଛା ଦେଖନ୍ତୁ ବନ୍ଧୁଗଣ, ଆଉ ଅଧିକ କହୁନି, ଆପଣଙ୍କୁ କିଏ କହିବନି ଜେଜେମା ବୋଲି, ସରି ଆପଣଙ୍କୁ ଜେଜେମା ଯୋଉ ଡାକିଦେଲୁ ଆମେ ଟିକେ ହସିଲୁ। ଆପଣଙ୍କ ଜେଜେମା ଟିକେ ଦେଖା ଯାଉନାହାନ୍ତି। ଆଉ ହଉ ଧନ୍ୟବାଦ। ଆପଣଙ୍କ ପରିଚୟ ମ୍ୟାଡାମ? ପିଉସୀ। ଆମର ମଧୁ ଭାଇଙ୍କର କେତେ ଭଉଣୀ ହେଇଛନ୍ତି ମ୍ୟାଡାମ? 4 ଭଉଣୀ। ଆପଣ କେତେ ନମ୍ବର? 2। କୋଉଠି ବାହା ହେଇଛନ୍ତି? ରୋହିଙ୍ଗା। ଆପଣ? ସାତପଣ୍ଡିଆରୁ ବାହା ହେଇଛି। ସାତପଣ୍ଡିଆରୁ ଆଇଛନ୍ତି। ଆଚ୍ଛା ଆଚ୍ଛା, ହଉ ବହୁତ ବହୁତ ଖୁସି ଲାଗିଲା। ମ୍ୟାଡାମ ଆପଣଙ୍କ ପରିଚୟ? ଖୁଡି, ମାନେ ମଧୁ ଭାଇଙ୍କର ସାନ ଭାଇଙ୍କର ମ୍ୟାଡାମ। ଆଚ୍ଛା, ଆପଣ କୋଉ ଗାଁରୁ ଆଇଛନ୍ତି? ଗାଁ ଝିଅ। କଣ ଗୋଟେ ଅଘଟଣ ହେଇଛି ଭିତରେ ବୋଧେ, ନା ସେମିତି କିଛି ନାହିଁ ବନ୍ଧୁଗଣ। ଆଉ ଗୋଟିଏ ଗାଁରେ ବାହା ହେଇଛନ୍ତି ମନୁ ଭାଇଙ୍କର ସାନ ଭାଇ, ତାଙ୍କ ନାଁ କଣ ଅଛି? ପ୍ରଦୀପ ଲେଙ୍କା। ଆଉ ସେ କଣ କରନ୍ତି? ସେ ଅନୁଗୁଳରେ। ଆଚ୍ଛା ଆଚ୍ଛା, ଦେଖନ୍ତୁ ବନ୍ଧୁଗଣ, ଏଇ ଗଞ୍ଜାମ ଏଇ ସିଦ୍ଧେଶ୍ୱର ବାଟର ପିଲାମାନେ କେତେ କେତେ ଦୂର ଯାଇଛନ୍ତି। ଆପଣ କେମିତି ଜାଣିଲେ? ମା ଚାଲାକି। ଆଚ୍ଛା ଆଚ୍ଛା, ମୁଁ ବାହାବା କଥା ମଧ୍ୟ ବନ୍ଧୁଗଣ ଦେଖନ୍ତୁ, ମୁଁ ଗାଁରେ ଇଏ ଆମର ମନୁ ଲେଖାଙ୍କର ସାନ ଭାଇ ସିଦ୍ଧେଶ୍ୱର ଗାଁରେ ଝିଅକୁ ବି ବାହାଇଛନ୍ତି। ଏ କଥା ଯେତେବେଳେ ଶୁଣିକିରି ମୁଁ ଟିକେ ହସିଲି, ହସିବାର ମୋ ମିସେସ୍ ଯାଇକି କାନରେ କହିଦେଲେ, ପଚାରିବ ତମେ କୋଉ ଗାଁରେ ବାହାଇଛ? ମୁଁ ହେଲେ ବାହାଇଛି, ଆଉ ମୁଁ ତ ଗୋଟେ ସାହିରେ ବାହାଇଛି, 10ଟା ଘର ଛାଡିକି ଗୋଟେ ସାହିରେ। ବନ୍ଧୁଗଣ ଖୁସି, ଦିଲ ଖୁସି ହେଇଗଲା ବନ୍ଧୁଗଣ। ଆଉ ସବୁ ଆଇଛନ୍ତି। ମ୍ୟାଡାମ ପରିଚୟ? ମାଇ କୋଉ ଗାଁ? ବଡ ମାଇ ନଳିଆଡ। ନଳିଆହାଟ। ଆଚ୍ଛା ଆଚ୍ଛା, ନଳିଆହାଟ ବନ୍ଧୁଗଣ ସବୁ ଆଖପାଖରେ ଆମେ ସବୁ ଅଛୁ। ଯଦି ଆମ ସାଙ୍ଗରେ କେହି ଲାଗିବ, ଦଳ ବଳ ଧରିକିରି ଗାଁରେ ପହଞ୍ଚିଛୁ। ସବୁ ଆଖପାଖରେ ବାହାଇଛୁ, ଝିଅ ଦେଉଛୁ, ଝିଅ ଆଣିଛୁ। ହଉ ଖୁସି ଲାଗିଲା। ହଁ ମ୍ୟାଡାମ, ଆପଣଙ୍କର ଭିଡିଓ ସବୁଦିନ ଦେଖିଥାଉଛନ୍ତି? ଆଚ୍ଛା, ସିଡି ଦାସଙ୍କୁ ଦେଖୁନାହାନ୍ତି? ଦେଖୁଛନ୍ତି? ଆଚ୍ଛା, ହଉ ବନ୍ଧୁଗଣ ଦେଖନ୍ତୁ, ବଡ ଖୁସି ଲାଗିଲା। ହଉ ଆମର ଝିଅର ବାହାର ତ ଭଲରେ ଭଲରେ ସରିବ ବନ୍ଧୁଗଣ, କୌଣସି ସନ୍ଦେହ ନାହିଁ। ଏଣୁ 30 ତାରିଖରେ ସେଇଠି ବାହାରେ ସାରେ ମ୍ୟାଡାମ ମାନଙ୍କୁ ଟିକେ ଭଲକି ଦେଖିଦେଇ ତ ସାରା ଦେଖିବେ ଆମର ସିଦ୍ଧେଶ୍ୱର ଗ୍ରାମର ବନ୍ଧୁଗଣ ସବୁ ଆମର
କିଏ ବୋଉ କିଏ ମାଇ କିଏ ଗୋସେଇ ମା କିନ୍ତୁ ଗୋସେଇ ମାକୁ ଦେଖିକି ଟିକେ ମତେ ଟିକେ ସନ୍ଦେହ ଲାଗିଲା ହଉ ଇଏ ଟିକେ ଆସନ୍ତୁ ତାକୁ ଟିକେ ଆଈ ଆସିଲେ ଆରେ ବାବା ଆଈଙ୍କୁ ନମସ୍କାର ବନ୍ଧୁଗଣ ଏଠି ଆଈ ଆସିଲେ ଆଉ ଇଏ ହଉଛନ୍ତି ଆଈ ଆମ ବିଦ୍ୟାଙ୍କର ଆଈ ବିଦ୍ୟାଙ୍କ ଆଈ ନା ବିଦ୍ୟାଙ୍କ ଓରିଜିନାଲ ଆଈ ଆଚ୍ଛା ଆଚ୍ଛା ହଉ ସବୁ ଆଇଛନ୍ତି ବଡ ଖୁସି ଲାଗିଲା ଆଜି ମନୋହର ଯୋଉ ଆମନ୍ତ୍ରଣ କରିଥିଲେ ମୁଁ ମଧ୍ୟ ବନ୍ଧୁଗଣ ଆମନ୍ତ୍ରଣ ରକ୍ଷା କରି ପହଞ୍ଚିଲି ଆଉ ଦିଲଖୋଜ ଖାନା ପିନା ତ ମସ୍ତ ହେଇଥିଲା ବନ୍ଧୁଗଣ ବନ୍ଧୁଗଣ ଆମ ଝିଅ ବିଦ୍ୟାର ସାଙ୍ଗମାନେ ମଧ୍ୟ ଆସିଗଲେ ଦେଖନ୍ତୁ ଏଇ ଦେଖନ୍ତୁ ବନ୍ଧୁଗଣ ଗୋସେଇ ବାପା ଆସିଲେ ଏ ଭାଇ ଗୋସେଇ ବାପା ଗୋସେଇ ମା ଦେଖା ଯାଉନାହାନ୍ତି କିନ୍ତୁ ମିଛ କହୁଛନ୍ତି ସତ କହୁଛନ୍ତି ତଥାପି ସାର୍ ପଚାରୁଛି ସତରେ ସାର୍ ଆପଣ ଗୋସେଇ ବାପା ହଁ ଗୋସେଇ ମା ଧନ୍ୟବାଦ ଭଗବାନ ମଙ୍ଗଳ କରନ୍ତୁ ଆପଣ ଏମିତି ସବୁଦିନ ପାଇଁ ଥାଆନ୍ତୁ ଆଉ ଦେଖନ୍ତୁ ବିଦ୍ୟାକୁ ଦେଖନ୍ତୁ ବନ୍ଧୁଗଣ ଆହୁରି ସାଙ୍ଗମାନେ ସବୁ ଆସିଗଲେଣି ଆଉ ସାଙ୍ଗମାନେ ବହୁତ କିଛି କଥାବାର୍ତ୍ତା ହେବେ ଏମାନେ ମଧ୍ୟ ପରଘରକୁ ଯିବେ ବନ୍ଧୁଗଣ ଆଉ କିଛି ଦିନ ପରେ ପଳେଇବେ ଯେହେତୁ ତାଙ୍କ ସାଙ୍ଗ ଯିବାକୁ ରେଡି ହେଇଗଲେଣି ଆଉ ଏମାନେ ରହିବେନି ଏମାନେ ମଧ୍ୟ ଯିବେ ଏ କେତେ ସାଙ୍ଗ ବନ୍ଧୁଗଣ ଦେଖନ୍ତୁ ବିଦ୍ୟାର କେତେ ସାଙ୍ଗ ସେ କେତିକି ସାଙ୍ଗ କରିକି ରଖିଛନ୍ତି ବନ୍ଧୁଗଣ ଦେଖନ୍ତୁ ଅନେକ ସାଙ୍ଗ ଆସିଲେଣି ତାଙ୍କ ସବୁ ଭେଟ କରିବା ପାଇଁ ବନ୍ଧୁଗଣ ଦେଖନ୍ତୁ କେତେ ସାଙ୍ଗ ଆମ ବିଦ୍ୟା ଆସିଲେଣି ଦେଖନ୍ତୁ କେତେ ସାଙ୍ଗ ଆପଣଙ୍କ ପରିଚୟ ମୋ ନାଁ ସିମରନ ରାଉଳ ବିଦ୍ୟାଙ୍କର କଣ ହେବେ କଲେଜ ଫ୍ରେଣ୍ଡ କଲେଜ କୋଉ କଲେଜରେ ପଢନ୍ତି ଭୀଷ୍ମଗିରି ବିଶ୍ୱଗିରି ଆଉ ଆପଣ ଦୀପାଞ୍ଜଳି ଦୀପାଞ୍ଜଳି ବିଦ୍ୟାଙ୍କର ସାଙ୍ଗ ସାଙ୍ଗ ଭଲ ପାଉଥିଲେ ନା ନାଇଁ ଅନ୍ତରରେ ବହୁତ ଭଲ ପାଉଥିଲେ ଆଚ୍ଛା ଓକେ ଇଏ ତ ବିଦ୍ୟା ବନ୍ଧୁଗଣ ଦେଖନ୍ତୁ ତାଙ୍କ ସାଙ୍ଗମାନଙ୍କୁ କେମିତି ବାନ୍ଧିକିରି ସ୍ନେହ ବନ୍ଧନରେ ବାନ୍ଧିକି ରଖିଛନ୍ତି ଝିଅ ତମ ପରିଚୟ ଅଙ୍କିତା ଅଙ୍କିତା ଆଚ୍ଛା ବେଷ୍ଟ ଫ୍ରେଣ୍ଡ ବେଷ୍ଟ ଆପଣଙ୍କ ପରିଚୟ ପୂର୍ଣ୍ଣମ ପୁନମ ଏଇ ସିଦ୍ଧେଶ୍ୱର ଗ୍ରାମର ଆପଣଙ୍କର ଏଇ ଗାଁ ନାଇଁ ଆମ ରାମଚନ୍ଦ୍ରପୁର ସେଠୁ ଆଇଛନ୍ତି ଆପଣ ଜକରା ଜପରୁ ଆଇଛନ୍ତି ଭାଇରେ ଆଉ ତ ହଉ ଖୁସି ଲାଗିଲା ଏ ଝିଅଟି କାହିଁକି ମନ ମାରିକିରି ବହିଛି ତୁମ ନାମ କଣ ଝିଅ ଆଚ୍ଛା ସେଠି ହଉ ହଉ ମ୍ୟାଡାମ ଆଉ ଥରେ ଦର୍ଶନ ମିଳିବ ମୁଁ ମଧ୍ୟ ଆସିବି ଆଉ ଆପଣଙ୍କର ଜୀବନ କାହାଣୀ ବି ପଚାରିବା ଆପଣ ତ ସବୁ ଜାଣିଦେଲେ ମୋର କାହାଣୀ ସବୁ ମୁଁ ମଧ୍ୟ ଆପଣଙ୍କର କାହାଣୀ ସବୁ ଜାଣିଦେଲି ହଉ ଥ୍ୟାଙ୍କ ୟୁ ଭଗବାନ ସମସ୍ତଙ୍କ ମଙ୍ଗଳ କରନ୍ତୁ।